गुड मॉर्निंग सांग मैंने ମୁଁ ବର୍ତ୍ତମାନ ସକାଳୁ ସକାଳୁ ଉଠି ଟିକେ ଫେର ଲେଭେଲ୍ ପାଉଡ଼ର ଟିକେ ଘଷିକି ପଇଲି ଘଷୁ ଟିକେ ହଗି ଆସିବା। Oh my god. ଓହୋ କି ଶାନ୍ତି। ଚାଲ ଏଥର ଦାନ୍ତ ଟିକେ ଘଷି ପକେଇବା ତୁରନ୍ତ କାହିଁକିନା ପେଟର ଅବସ୍ଥା ପୁରା ସାଂଘାତିକ ହେଇଗଲାଣି। ବର୍ତ୍ତମାନ ଝାଡ଼ା ଫେରିଲା ପରେ ପେଟ ପୁରା ସମ୍ପୂର୍ଣ୍ଣ ଖାଲି। ଏଥର କ'ଣ ଟିକେ ଖାଇଦେବା। ଚାଲ ଆଉ ବେଶୀ ଘଷି ହେବନି ଆଉ ବାକି କାଲି ଘଷିବା ଆଉ। ଆରେ ଚା ହେଲାଣି ନା ନାଇଁ ବା? ଆମ ଦାନ୍ତ ଘଷା ସରିଗଲା। ଚା ରେଡ଼ି କର। ପୁରା ରେଡ଼ି ହେଇଗଲାଣି ଆଉ ଚା ପୁରା ରେଡ଼ି। ଢାଳ ଆଉ ଡେରି କରନି। କି ଶାନ୍ତି। ଯାଉ ଟିକେ ଚା ଟିକେ ବାଜିଗଲା ପାଟିରେ। ବର୍ତ୍ତମାନ ଚାଲ ଟିକେ ମାର୍କେଟ ଯିବା। ବର୍ତ୍ତମାନ ବର୍ଷା ହେଉଛି ସାଙ୍ଗମାନେ। ବର୍ଷାରେ ଆମେ ଯାଉଛୁ ବର୍ତ୍ତମାନ ବାପ ଝିଅ ଯାଉ ଦେଖିବା କ'ଣ ସବୁ ମାଛ ଫାଛ ଅଛି ଟିକେ ଦେଖିବା। ମାଛ ଦେଖିଲେ ଖଣ୍ଡେ ନେଇକି ଆସିବା ଆଉ। ଏ ଟୋଟା ମାଛ ଚିଙ୍ଗୁଡ଼ି କି ଆଡ଼ୁ ରୋହି ଆଉ ଏପଟ ହେଉଛି ଏଇଟା କ'ଣ ଘରଗଳା ଭେରାଇଟି ପ୍ରକାର ମାଛ ଅଧ କିଲୋ ସାଙ୍ଗମାନେ ଆମେ କିଣି ପକେଇଲୁ। ବର୍ତ୍ତମାନ ଯାଉଛୁ ଟିକେ ଜଳଖିଆ ଦୋକାନକୁ। ଜଳଖିଆ ଟିକେ ନେଇଯିବା ପଳେଇବା ଘରକୁ ଆଉ। ଯାହାହେଲେ ସାଙ୍ଗମାନେ ସକାଳୁ ଟିକେ ଜଳଖିଆ ଆମର ଡେଲି କିଣିବା କଥା ଥୟ। ସକାଳୁ ଟିକେ ଜଳଖିଆ ପତ୍ର କିଣିଲେ ଟିକେ ଖିଆ ହବ। ଚାଲନ୍ତୁ ଏଇଠି କ'ଣ ହେଇଛି ଦେଖିବା। ସକାଳୁ ସକାଳୁ କ'ଣ ଛଣାଛଣି କରୁଛନ୍ତି ଟିକେ ଦେଖିବା। Oh my god. ସକାଳୁ ସକାଳୁ ପୁରା ତମ ରେଡ଼ି ଆଉ। ଇଟିଲି କି ଆଡ଼ୁ ବରାକୁ ପୁରୀ। ଭାଇ ଆମକୁ ଦେଇଦିଅ। ଆମ ବରା ଆଉ ଇଟିଲି ପୁରୀ ମିଶେଇକି ଦେଇଦିଅ 50 ଟଙ୍କାରେ ଆଉ। ଭାଇ ଆମ ତୁରନ୍ତ ପ୍ୟାକିଂ କରିବାକୁ ବାହାରିଲାଣି। ଚାଲନ୍ତୁ ଏଠୁ ନେଇ ପଳେଇଯିବା ବରା ପକୁଡ଼ି। ଆଉ ଡେରି କରିହେବନି। ସାଙ୍ଗେ ସାଙ୍ଗେ ମୁଁ କାଢ଼ି ଆଣିଲି ପଖାଳ ବାଢ଼ିଲା। ଏପଟରେ ବରା ଦେଖିପାରୁଥିବେ। ବରା ତରକାରୀର ପଖାଳ ଖାଇବା ସେ ଗୋଟେ ମଜା ଅଲଗା। ନାଇଁ ସାଙ୍ଗମାନେ ଆଉ ଡେରି କରିହେବନି। ମୁଁ ବର୍ତ୍ତମାନ ଖାଇବା ଆରମ୍ଭ କଲି। ଆପଣ ଖାଲି ଦେଖୁଥାନ୍ତୁ କ'ଣ ହେଉଛି। ଖାଇବାଟା ଆଜି ଫୁଲ୍ ଜମିଗଲା। ସକାଳୁ ସକାଳୁ ଯେଉଁ ପେଟ ଭୋକ ଲାଗୁଥିଲା ମୋତେ ଆଜି ଖାଇଦେଲା ପରେ ଏଥର ପୁରା ଶାନ୍ତି। ବରାକୁ ଆଉ ପଖାଳ ଭାତ ବଢ଼ିଆ ହେଇଛି। ସାଙ୍ଗମାନେ ଆଜିର ଭିଡ଼ିଓଟା କେମିତି ଲାଗିଲା ନିହାତି ଗୋଟେ କମେଣ୍ଟରେ ଜଣାଇବେ। ରହୁଛି। ଜୟ ଜଗନ୍ନାଥ।